नमस्कार। ଏବେ ପୁଣି ଆମେ ଆଉ ଗୋଟିଏ କ ସ୍ତମ୍ଭରୁ ଖ ସ୍ତମ୍ଭ ଯୋଡ଼ିବା। ଦେଖିବା ଓଡ଼ିଆ ସାହିତ୍ୟର ପରିଚୟ, ଉତ୍କଳ ସାହିତ୍ୟ ପରିଚୟ, ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଓଡ଼ିଆ ସାହିତ୍ୟର କ୍ରମ ବିକାଶ। କିଏ କେଉଁ ବହି ଲେଖିଛନ୍ତି? ସୂର୍ଯ୍ୟନାରାୟଣ ଦାସ ଲେଖିଛନ୍ତି ଓଡ଼ିଆ ସାହିତ୍ୟର ପରିଚୟ। ତାରିଣୀଚରଣ ରଥ ଲେଖିଛନ୍ତି ଉତ୍କଳ ସାହିତ୍ୟ ପରିଚୟ। ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ଲେଖିଛନ୍ତି ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ ଏବଂ ଓଡ଼ିଆ ସାହିତ୍ୟର କ୍ରମ ବିକାଶ ଲେଖିଛନ୍ତି ସୁରେନ୍ଦ୍ର ମହାନ୍ତି। ପରବର୍ତ୍ତୀ ପ୍ରଶ୍ନଟି ଦେଖିବା। ଦ ଲିଟରେଚର ଅଫ୍ ଓଡ଼ିଶା ହଣ୍ଟର ସାହେବଙ୍କ ଗ୍ରନ୍ଥର କେଉଁ ପରିଚ୍ଛେଦରେ ପ୍ରକାଶିତ ହୋଇଥିଲା? ଏହା ଏକ ପରିଶିଷ୍ଟରେ ପ୍ରକାଶିତ ହୋଇଥିଲା। ବିମ୍ସ ସାହେବ ଜନ୍ ବିମ୍ସ ତାଙ୍କ ଇଣ୍ଡିଜିନିୟସ୍ ଲିଟରେଚର ଅଫ୍ ଓଡ଼ିଶା ପ୍ରବନ୍ଧଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତରଟି ହେଉଛି ଇଣ୍ଡିଆନ୍ ଆଣ୍ଟିକ୍ୱେରୀ, ଯାହା 1872 ମସିହାରେ ପ୍ରକାଶ ପାଇଥିଲା। ଉତ୍କଳ ଦୀପିକାରେ ପ୍ରକାଶିତ କୃଷ୍ଣପ୍ରସାଦ ଚୌଧୁରୀଙ୍କ କବି ତାଲିକାରେ କେତେଜଣ କବିଙ୍କ ନାମ ଥିଲା? 138 ଜଣ କବିଙ୍କର ନାମ ଥିଲା। ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କ ପ୍ରାଚୀନ କବିଙ୍କ ବୃତ୍ତାନ୍ତ ଶୀର୍ଷକ ପ୍ରବନ୍ଧଟି କେବେ ଓ କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା? 1894 ଖ୍ରୀଷ୍ଟାବ୍ଦରେ ଉତ୍କଳ ପ୍ରଭା ପତ୍ରିକାର ପଞ୍ଚମ ସଂଖ୍ୟାରେ ପ୍ରକାଶ ପାଇଥିଲା। ମନମୋହନ ଚକ୍ରବର୍ତ୍ତୀଙ୍କ ଲାଙ୍ଗୁଏଜ ଆଣ୍ଡ ଲିଟରେଚର ଅଫ୍ ଓଡ଼ିଶା ପ୍ରବନ୍ଧ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତରଟି ହେଉଛି ଜର୍ନାଲ ଅଫ୍ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ।